हाँ ମୁଁ ଜାଣିନି ସେ ବିଷୟରେ କିଛି। ଇଏ କମିଯିବ ଏଥିରେ? ହଉ। ଆଉ ଫେସ୍ଟା କେବେ ରିଭିଲ୍ ହବ ଜଲ୍ଦି ଟିକେ କୁହ। ତ ଜୟ ଜଗନ୍ନାଥ ସାଙ୍ଗମାନେ, କେମିତି ଅଛନ୍ତି ଆପଣମାନେ? ଭଲ ଅଛନ୍ତି? ଆଶା କରୁଛି ଆପଣମାନେ ବହୁତ ଭଲରେ ଥିବେ, ଖୁସିରେ ଥିବେ, ତା ସହିତ ବିନ୍ଦାସରେ ଥିବେ। ତ ଫାଇନାଲି ସାଙ୍ଗମାନେ ସମୟ ବର୍ତ୍ତମାନ ହେଇଗଲା ଦିନ 9ଟା। ଏବେ ସବୁ ଉଠିଲି, ଗାଧା ପାଧା ସରିଯାଇଛି। ଆଉ ଗୋଟେ ଜିନିଷ କ'ଣ, ଆପଣ ନ୍ୟୁ ଲୁକ୍ରେ ଦେଖୁଛନ୍ତି, ଚୁଟି ଫୁଟି ପୁରା କାଟିକି ପୁରା ଫ୍ରେଶ୍। ତ ଦେଖିବା ବୋଉ କ'ଣ କରୁଛି ଆଜି। क्या कर रहे हो? हाँ ବୋଉ କଣ କରୁଛି? କାମ କଲେ ଆସିକି ଖାଇବେ, କଟାକଟି କରୁଛି, ଡାଲମା ହବ, କଲରା ଆଳୁ ଚିପ୍ସ ହବ। କାଲି ପୁଣି କ'ଣ ଗ୍ରହଣ ଲାଗୁଛି? କାଲି କଣ ଲାଗୁଛି ରାତି କି କଣ ପୁରୀ ପୁରୀ କରିଦେବା ଆଉ। ବାପା ସେଠି କ'ଣ କରୁଛନ୍ତି? ଯୋଉ ବାପା ମିସ୍ତ୍ରୀ ହେଇଛନ୍ତି, ସେ କହୁଛନ୍ତି ମୁଁ ମାଗଣା ମିସ୍ତ୍ରୀ, କିନ୍ତୁ ଲେବର କେହି ମୋ ପାଖକୁ ଆସୁନାହାନ୍ତି। କୋଉଠି ଘର କାମ? ତମକୁ କିଛି ବଢ଼େଇ ତମକୁ କିଛି ମସଲା ଦେବ କି ଗୁଗୁଲୁ? ଆଉ ମୁଁ ଦେବି ହାଁ? ସେଠି ଓହ୍ଲେଇ ଆସିବ, ମସଲା ନେଇକି ଯିବ। ଲୋକ ଯିଏ ଘର ଛାଉଛନ୍ତି ସେ ଚାଳରୁ ଓହ୍ଲାଉଛନ୍ତି, ଛଣ ନେଇକି ଉପରକୁ ଯାଉଛନ୍ତି, ସେ ଛାଉଛନ୍ତି। ତମେ ଏତେ ନାଟକ ବାଛି କରିବାର କାରଣଟା କ'ଣ? ହାଁ? ଯିଏ କାମ କରିବ ତା କତି ଗୋଟେ ଲୋକ ଦରକାର ହବ। ମୁଁ ରୋଷେଇ କରୁଛି, ମୋ କତି ଲୋକ କେଡ଼େ ଦରକାର ହଉଛି? ଠିକ୍ 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 ପଏଣ୍ଟ ନୋଟ୍ କର। ମୁଁ ଯେତେବେଳେ ରୋଷେଇ କରୁଛି, ମୁଁ ତ କହୁନି ଗୋଟେ ଜିରା ଡବା କି ଗୋଟେ ଫୁଟଣ ଡବା ଦିଅ, ମୁଁ ନିଜେ କରୁଛି। ଯେଝା କାମ ଯେଝା କରିବାକୁ ଚେଷ୍ଟା କର। ହାଁ? ତମେ ତାହେଲେ ମିସ୍ତ୍ରୀ ନୁହଁ, ଅଯଥା କାମ କରୁଛ। ତାହେଲେ ତୁ କ'ଣ କହୁଛୁ, ଏ କଥାକୁ ନୋଟ୍ କରାଯିବ ନା କ'ଣ? କରାଯାଉ। ତ ବର୍ତ୍ତମାନ ତ ଦୋକାନ ଯେ ଅଲରେଡ଼ି ଟାଇମ୍ ହେଇଗଲାଣି, ଦୋକାନ ଏବେ ଯିବି। ତା ସହିତ ଆଉ ଗୋଟେ କଥା କ'ଣ, ଆଜି ଯଦି ହେଲା ଗୋଟେ ବେଳକୁ ତାକୁ ଡାକିବି, ତାର ମୋର ଏଠି ଯିବୁ କେଉଁଠିକି ନା ଦୋସିଆ, ଯେଉଁଟାକି ପଟ୍ଟାମୁଣ୍ଡରେ ଦୋସିଆ ଅଛି, ସେଠିକି ଟିକେ କ'ଣ ଖାଇବାକୁ ତ ମନେ ପଡ଼େ ଭୁଲିଗଲି, ଆମର ତରଭୁଜ ଖାଇବାକୁ ଦୁଇ ଜଣ ଯିବୁ। ଲୁବୁ ଏଇଠି ଶୋଇଛି। ତ ଠିକ୍ ଅଛି ସାଙ୍ଗମାନେ, ବର୍ତ୍ତମାନ ତ ଡେରି ହେଇଗଲାଣି। ବର୍ତ୍ତମାନ ମୁଁ ଯାଉଛି ଦୋକାନକୁ ଫେରିଲା ପରେ ହେବ। ଖରା ତ ଆଜି ନାହିଁ ସେଭଳିଆ କାହିଁ ଜଣାପଡ଼ୁନି ଏତେ। ଯଦି ଖରା ନହେଲା ତାହେଲେ ଆମେ ଦୁଇ ଜଣ ଯିବୁ, ଆପଣମାନେ ନିହାତି ଦେଖିବେ। ଠିକ୍ ଅଛି। ତ ବର୍ତ୍ତମାନ ମୁଁ ଯାଉଛି କେଉଁଠି ନା ଦୋକାନ। ତ ସାଙ୍ଗମାନେ ଫାଇନାଲି ଦୋକାନରୁ ଏବେ ଆସି ପହଞ୍ଚିଲି ଘରେ। ତ ସେପଟେ କାମ ବି ଜୋରସୋର ଚାଲିଛି। ଖାଇବା କ'ଣ ହେଇଯିବ? ସାଧା ତ ନାଇଁ? ଉପର ପ୍ଲାଷ୍ଟର ସରିଗଲା? କେତେ ଦିନ ଲାଗିବ କହ? ଏଇଟା ଆଉ 2 3 4 5 ଦିନ। 5 ଦିନ ଜଲ୍ଦି ଛାଡ଼ିଦିଅ, ମତେ ହଇରାଣ କରୁଛ। ଆଉ 5 ଦିନ। ଏତେ କମ ଦିନରେ କରିଦବ? ପତଳା ପ୍ଲାଷ୍ଟର ମାରିଦବ, କାହିଁ କୁହନି, ଯୋଉ ଟାଇଲ ପଡ଼ିବ ନା। ଆଗମତିଆ ଡିମାଣ୍ଡ ଦେଇଦିଅ, ନହେଲେ ପୁଣି ସେତେବେଳକୁ ଚଢ଼ିଯିବ ଅଧିକ। ସେତେବେଳକୁ ଚଢ଼ିଯିବ, କହିବ ନା ତଳକୁ। 1000 କି ଲକ୍ଷ ହବ, 10 କୋଟି ଦରକାର। ହଁ ଜଣେଇ ହବ ନା କ'ଣ? ହଁ। ବାପା ବୁଢା ହେଲା ବାପା ବ୍ଲକ ମୋର ବୟସ ରଖିଦେଇଛି, ଆଉ ଚାଲୁନି ମୋର। ଆଳୁ କଷା କରୁଛୁ କି? ଏତେ କଣ ଦଉଛୁ? ଦି ହାତରେ କେମିତି ଧରିବି? ତଳେ ରଖୁଛୁ, ଥୋଇଦେଲୁ ଏଇ ଗୋଟେ ବାଡ଼ିଛୁ। କବାଟ ଖୋଲୁନି। ତ ବର୍ତ୍ତମାନ ଭାତ ବାଡ଼ିକି ରଖିଦେଇଛି ବୋଉ ପୁରା, କାହିଁକିନା ମୁଁ ଆସିବି ବୋଲି ଟିକେ ପୂର୍ବରୁ କଲ୍ କରି କହିଥିଲି। ବୋଉ ପୁରା ବାଡ଼ିକି ପୁରା ରଖିଦେଇଛି। ମୁଁ ଆପଣଙ୍କୁ ଦେଖଉଛି କ'ଣଟା କବାଟ। ଶାନ୍ତି ଶାନ୍ତି ସର୍ବାରିତ ଶାନ୍ତି। ତ ଏଇଠି କାକୁଡ଼ି ଦହି ସାଲାଡ଼ ଗୋଟେ ପୁରା ବଢ଼ିଆ ସାଲାଡ଼ କରିଛି। ଟମାଟର ବି ପଡ଼ିଛି, ଆଳୁ କଷା, ଡାଲି, ଏଇଟା କଲରା ଆଳୁ ଭଜା। ଆଉ ଏପଟେ ଏଇଟା ହେଉଛି କ'ଣ ଆମର ପିଆଜ ସଣ୍ଡା। ଏଇଟା ହେଉଛି ଟମାଟର ଆଉ ଇଏ ଚଟଣି ଭର୍ତ୍ତା, ମାନେ ଭର୍ତ୍ତା ଚଟଣି ମିକ୍ସ ଟାଇପ୍ର। ଆଉ ତ ଡେରି କରିବେନି, ଫଟାଫଟ ମିଲ୍ଟାକୁ ଷ୍ଟାର୍ଟ କରିବା। ତା ସହିତ ଆଜି କ'ଣ କୁଆଡ଼େ ପ୍ରୋଗ୍ରାମ୍ ଅଛି ପୁଣି ଦେବାକୁ ପଡ଼ିବ, ଆପଣମାନେ ନିହାତି ଦେଖିବେ। ତ ଖାଇସାରିଲା ପରେ ଡାଇରେକ୍ଟ ଫେସ୍ ଟୁ ଫେସ୍ କଥାବାର୍ତ୍ତା କରିବା ଆପଣଙ୍କ ସହିତ।
ମୁଁ ଏଠି କାହିଁ ଛିଡ଼ା ହେଇଛି ଆପଣମାନେ ଦେଖିବେ ଆଶ୍ଚର୍ଯ୍ୟ ହେଇଯାଉଥିବେ। ଖିଆ ପିଆ ତମର ସରିଗଲା, ମୁଁ ଆସି ବର୍ତ୍ତମାନ ଛିଡ଼ା ହେଇଛି ପଟ୍ଟାମୁଣ୍ଡରେ ଗୋଟେ ଗାଉଁଲି ଏରିଆ, ମାନେ ଗାଉଁଲି ତ ନୁହଁ କହିବିନି, ମାନେ ଯୋଉଟା ଭିଲେଜ ଏରିଆ, ଗାଁ ଏରିଆ ଛିଡ଼ା ହେଇଛି। ତ ଧନକୁ ଡାକିଥିଲି ଆସିକି ଦେଖା କରିବା ବୋଲି, ଧନ ଦେଖା କଲା ନାହିଁ। ବିଭିନ୍ନ ପ୍ରକାର ବାହାନା ଦେଖାଇଲା, କହିଲା କି ମୋ ଦେହ ଖରାପ, ଟୋପି ପଡ଼ିଗଲା, ଦେହ ଖରାପ, ମୋ ଦେହ ହାତ ପୋଡ଼ୁଛି, ମୁଁ ଯିବିନି। ପଚାରିଲି କାରଣ କ'ଣ, ନା ସେ କହୁଛି କି ମୋର ମୁଁ ଯେଉଁ ପ୍ରୟାଗରାଜ ଯାଇଥିଲି, ସେ କିଛି ଦିନ ପୂର୍ବରୁ ଯାଇଥିଲା କୋଉଠି ନା ପ୍ରୟାଗରାଜ, ସେଠି ଯେଉଁ ପାଣି ଥିଲା ସେ ପାଣିରେ ଗାଧା ପାଧା କରୁଥିଲା, ମାନେ ଗାଧୋଇ ସାରିଲା ପରେ ତାର ବିଭିନ୍ନ ପ୍ରକାର ଦେହରେ ମାନେ ଯୋଉଟା ରିଙ୍ଗ ୱାର୍ମ ଟାଇପ୍ର ତାର ବାହାରିଥିଲା। ତ ବର୍ତ୍ତମାନ ସେଠି କ'ଣ ହେଇଛି ନା ତାର ମାନେ ଅଲରେଡ଼ି ମେଡ଼ିସିନ ବି ସେଟାର ବାର ଖାଲି ଗଳି ପଡ଼ୁଛି ଭାଇ। ତ ମେଡ଼ିସିନ ବି ସେ ଖାଉଥିଲା, ମେଡ଼ିସିନ ଖାଇଲା ଭିତରେ ସେ ଟୋଟାଲ ତାର କମୁନଥିଲା। ତ ସେ ଆଉ ଗୋଟେ ମାନେ ତାର ସେ ଥିଲାବେଳେ ତାର ମାନେ ଭଲ ଜାଗାରେ ଅଲରେଡ଼ି ତାର ପ୍ରେସକ୍ରିପସନ୍ କରିଥିଲା, ତାର ମେଡ଼ିସିନ ସରିଯାଇଛି। ସେ ମୋତେ କହିଲା କି ନେଇ ଆସିବା ପାଇଁ। ତ ବର୍ତ୍ତମାନ ସିଏ ତ ରହିଲା ଘରେ, ମୋତେ ପଠେଇଲା ଖରାରେ କୋଉଠି ନା ମେଡ଼ିସିନ ଆଣିବା ପାଇଁ। ତ ମୁଁ ସେଇଥିପାଇଁ ବର୍ତ୍ତମାନ ଖରାବେଳେ ଯାଉଛି କୋଉଠି ନା ମେଡ଼ିସିନ ଆଣିବା ପାଇଁ ପଟ୍ଟାମୁଣ୍ଡ ଔଷଧ। ତ ଡେରି କରିବାନି, ଫଟାଫଟ ବାହାରିବା ମେଡ଼ିସିନ ଆଣିବା ପାଇଁ। ମେଡ଼ିସିନ ଖାଇସାରିବା, ଦେଖିବା ତାର କଣ୍ଡିସନଟା କ'ଣ ହେଉଛି। ତ ମେଡ଼ିସିନ ନେଇକିନା ଏବେ ଆସି ଘରେ ପହଞ୍ଚିଲି। ଓ ହେଇ ଦେଖେ 50 ଟଙ୍କାର ପାନ, 20 ଟଙ୍କାର ପାନ କେଇଟା ଦେଇ ଦେଖ, ଆଉ ତା ମେଡ଼ିସିନ ରଖିବି ଆସି ନେଇଯିବ। ତମେ କେତେବେଳେ ଆଇଲ? କେତେବେଳେ ଆଇଲଣି? ଶୁଭୁନି ବଡ଼ ପାଟିରେ। ନା ମ ଶୁଭୁନି ବା। କେତେବେଳେ ଆସିଲଣି? ଆଉ ତମ ମେଡ଼ିସିନ ହେଇଛି, ମୁଁ ଡାକିଲି ଖରାବେଳେ, ମୋତେ ମନା କଲେ, ମୁଁ ଯାଇପାରିବିନି। ହୋଇ ଏଇଟା ଫଟୋ ଦେଇ ଦେଖିବୁ, ମେଡ଼ିସିନ ଦେଖିଲ। ଖରାବେଳେ ମୁଁ ଡାକି ରହିଲି, ମୋ ପାଖକୁ ମାନେ ଟୋଟାଲ ଆସିଲାନି, କହିଲା ଖରା ହେଉଛି, ଗରମ ହେଉଛି, କ'ଣ ଦେହ ପୋଡ଼ୁଛି, ମୁଁ ଯାଇପାରିବିନି। ଆଉ ପଳେଇ ଆସିଛୁ ମନ। ହଁ ମୁଁ ଜାଣିନି ସେ ବିଷୟରେ କିଛି। ଇଏ କମିଯିବ ଏଥିରେ? ହଉ। ଆଉ ଫେସ୍ଟା କେବେ ରିଭିଲ୍ ହବ? ଜଲ୍ଦି ଟିକେ କୁହ, କେବେ ହବ? ଏବେ ହେଇନି ମାନେ କେବେ ହବ ତଥାପି? ଆଇଲୁ କେତେବେଳେ? ମୁଁ ଗଲା ପରେ ଆଇଛୁ ତ ପଟ୍ଟାମୁଣ୍ଡି, ନାଇଁ? ଖାଇଥିଲୁ କ'ଣ? କିଛି ଖାଇଲୁ? ଟିକେ ବି? ହଉ ହଉ, ତୁ ତୋର ଯିବୁ, ମୁଁ ମୋର ଯାଉଛି ଦୋକାନକୁ। ତ ମୁଁ ବର୍ତ୍ତମାନ ଯାଉଛି ଦୋକାନକୁ, କ'ଣ କହିବି ଦେଖିବା ସେ ଗୋଟେ ବୋଉ କ'ଣ କହୁଛି। ଏପଟ ଟାଇଲ୍ ପାଇଁ କାମ ପୁରା ଫିନିସିଂ କରିଦେବ ପଳେଇଛନ୍ତି, ନାଇଁ? ହଁ ଏଇଟା ରଫ୍ କରି ପଳେଇଲେ ନା କ'ଣ? ଏତେବେଳେ ଗୋଟେ ରୋଷେଇ ଘରଟା ଏପଟେ କିଛି ଲାଗିଲା ଅଧା ସୁଧା, ବୁଝିପାରୁଛୁ? କୋଉ କଲର? ଦୋକାନକୁ ବାପାଙ୍କୁ କହିବି, ମୁଁ କହିପାରିବିନି। ଗୋଟେ ବାଲ୍ଟି 15,000 20,000 ଫୋପାଡ଼ି ଦେବ ଘର କଥା। କିଛି ଭାସେନି, କିଛି ଭାସେନି। ଚାବିଟା ଦେ, ମୁଁ ଦୋକାନ ଯାଏ। ଆଉ ମୁଁ ଦୋକାନରୁ ଆସେ, ଦୋକାନ ଆସିଲା ପରେ ତାପରେ ରାତି ମିଲ୍ଟା କ'ଣ ଆପଣଙ୍କୁ ଦେଖେଇବି। ଆଉ କାଲି ଗ୍ରହଣ ପାଇଁ ଆଇଟମ୍ କ'ଣ? ଡାଲମା ଇଟିଲି। ପ୍ୟାକେଟ୍ କ୍ଷୀରରେ କିଲୋ ସର ପଡ଼ିବନି କି ଜାଣିଛ? ପ୍ୟାକେଟ୍ କ୍ଷୀରରେ ଏଭଳିଆ ସର ପଡ଼ିବନି। ଗାଈ କ୍ଷୀର କି ମଇଁଷି କ୍ଷୀର କିଏ କହିବ? ରସୁଣ ପକେଇ ଥାନ୍ତୁ ନା ତେ। ତ ସାଙ୍ଗମାନେ ଆ ଭିତରେ ମୋର ଖାଇବା ପିଇବା ଅଲରେଡ଼ି ସରିଯାଇଛି। ତ ତା ସହିତ ବି ସରିଯାଇଛି କେଉଁଟା ନା ଆଜିର ବ୍ଲଗ୍। କମେଣ୍ଟ ବକ୍ସ ଖୋଲା ଅଛି, ନିହାତି ଭାବରେ ଜଣାଇବେ କେମିତି ଲାଗିଲା ଭିଡ଼ିଓଟା। ଦେଖା ବାଟା ମୋବାଇଲ ଫ୍ରେଶ୍ ଭିଡ଼ିଓ, ସେ ବିଦାୟ ଦିଅନ୍ତୁ। ଜୟ ଜଗନ୍ନାଥ।